2025-26 ଶିକ୍ଷାବର୍ଷରୁ ଓଡ଼ିଶାରେ ଶିଶୁ ବାଟିକା ନାମ ଲେଖା। ଓଡ଼ିଶାର ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଶିଶୁ ବାଟିକା ପ୍ରବେଶ ଆସନ୍ତା ଶିକ୍ଷାବର୍ଷରୁ ଆରମ୍ଭ ହେବ ବୋଲି ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଙ୍ଗଳବାର ସୂଚନା ଦେଇଛନ୍ତି। ଜାତୀୟ ଶିକ୍ଷାନୀତି NEP 2020 ଅନୁଯାୟୀ 3 ବର୍ଷ ବୟସର ପିଲାମାନଙ୍କ ପାଇଁ ଶିଶୁ ବାଟିକା ପ୍ରବେଶ ଖୋଲାଯିବ। ଆଗାମୀ ବର୍ଷରୁ 45,000 ପ୍ରାଥମିକ ବିଦ୍ୟାଳୟରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର 2025-26 ଶିକ୍ଷାବର୍ଷରୁ NEP 2020 ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକା ନାମକ 45,000ରୁ ଅଧିକ ପ୍ରାଥମିକ ଶ୍ରେଣୀ ଖୋଲାଯିବ। ରିପୋର୍ଟ ଅନୁଯାୟୀ NEP ଅଧୀନରେ ଶିଶୁ ବାଟିକା ଶିକ୍ଷା 5 ବର୍ଷ, ଶିଶୁ ବାଟିକା 1, 2, 3, ଶ୍ରେଣୀ 1 ଏବଂ 2 ଏବଂ ମଧ୍ୟମା ଏବଂ ମାଧ୍ୟମିକ ପର୍ଯ୍ୟାୟ ଶ୍ରେଣୀ 4, 5, 6, 7, 8 ବିଦ୍ୟାଳୟଗୁଡ଼ିକରେ ରହିବ। ଚତୁର୍ଥ ଏବଂ ପଞ୍ଚମ ଶ୍ରେଣୀ ପ୍ରସ୍ତୁତି ପର୍ଯ୍ୟାୟ ଅଧୀନରେ ଆସୁଥିବା କେବଳ 6, 7, 8 ଶ୍ରେଣୀକୁ ମଧ୍ୟମା ପର୍ଯ୍ୟାୟ ଅଧୀନରେ ବର୍ଗୀକୃତ କରାଯାଇଛି। ପ୍ରଥମ ଶ୍ରେଣୀରେ ପ୍ରବେଶ ପାଇଁ ସର୍ବନିମ୍ନ ବୟସ 6 ବର୍ଷ ଏବଂ ଶିଶୁ ବାଟିକା 3 ବର୍ଷ ହେବ। ପିଲାମାନଙ୍କର ସାମଗ୍ରିକ ବିକାଶକୁ ଦୃଷ୍ଟିରେ ରଖି ପ୍ରାୟ 7,000 ପ୍ରାଥମିକ ବିଦ୍ୟାଳୟକୁ ଉନ୍ନତି କରାଯିବ ଏବଂ ଉନ୍ନତ ଭିତ୍ତିଭୂମି, ଶିକ୍ଷଣ ସମ୍ବଳ ଏବଂ ଜୀବନଶୈଳୀ ଶିକ୍ଷା ସହିତ ସଜ୍ଜିତ କରାଯିବ, ଯାହା ପିଲାମାନଙ୍କର ଭାଷାଗତ ଏବଂ ଗଣିତ ଦକ୍ଷତା ବିକାଶ କରାଯାଇ ସେମାନଙ୍କୁ ଉଚ୍ଚଶିକ୍ଷା ପାଇଁ ପ୍ରସ୍ତୁତ କରାଯିବ।